ଭାରତରେ ମୋବାଇଲ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଅନଲାଇନ ଠକେଇକୁ ରୋକିବା ପାଇଁ ଦୂରସଞ୍ଚାର ବିଭାଗ ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଭାରତରେ ନିର୍ମିତ କିମ୍ବା ବିଦେଶରୁ ଆମଦାନୀ ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନରେ ଏବେ ସଞ୍ଚାର ସାଥୀ ଆପ୍ ପୂର୍ବରୁ ସଂସ୍ଥାପିତ ହେବ। ସମସ୍ତ ମୋବାଇଲ ଫୋନ ନିର୍ମାତା ଏବଂ ଆମଦାନୀକାରୀଙ୍କୁ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ସଞ୍ଚାର ସାଥୀ ଆପ୍ ମୋବାଇଲ ୟୁଜରଙ୍କୁ ସୁରକ୍ଷା ପ୍ରଦାନ କରେ। ଯଦି କୌଣସି ଫୋନ ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ କିଛି ମିନିଟ ମଧ୍ୟରେ ରିପୋର୍ଟ କରିବା ଏବଂ ବ୍ଲକ୍ କରିବା ସମ୍ଭବ। ଏହି ଆପ୍ ମୋବାଇଲ ଫୋନରେ ନକଲି ଲିଙ୍କ, ସ୍ପାମ କଲ୍, ସନ୍ଦିଗ୍ଧ ମେସେଜ ଏବଂ ଚାଲୁଥିବା ସଂଯୋଗ ଉପରେ ନଜର ରଖିବାରେ ମଧ୍ୟ ସାହାଯ୍ୟ କରେ। ଆପ୍ର ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଯେ ୟୁଜରମାନଙ୍କୁ ଆଉ IMEI ନମ୍ବର ମନେ ରଖିବାର ଝଗଡ଼ା ସହିବାକୁ ପଡ଼ିବ ନାହିଁ। ମୋର୍ଚ୍ଚା ଖୋଲିଲେ ବିରୋଧୀ ଦଳ। ରାଜସ୍ଥାନର ରାଜ୍ୟସଭା ସାଂସଦ କେସି ଭେଣୁଗୋପାଳ ଏକ୍ସରେ ଲେଖିଛନ୍ତି ଯେ ବିଗ୍ ବ୍ରଦର ଆମ ଉପରେ ନଜର ରଖିପାରିବେ ନାହିଁ। ଦୂରସଞ୍ଚାର ବିଭାଗର ଏହି ନିର୍ଦ୍ଦେଶନାମା ଅସାମ୍ବିଧାନିକ। ଗୋପନୀୟତାର ଅଧିକାର ସମ୍ବିଧାନର ଧାରା 21ରେ ଅନ୍ତର୍ଭୁକ୍ତ। ଜୀବନ ଏବଂ ସ୍ୱାଧୀନତାର ମୌଳିକ ଅଧିକାର ଏକ ଅବିଚ୍ଛେଦ୍ୟ ଅଂଶ। ଏକ ପ୍ରି-ଲୋଡେଡ୍ ସରକାରୀ ଆପ୍ ଯାହାକୁ ଅନଇନଷ୍ଟଲ କରାଯାଇପାରିବ ନାହିଁ ପ୍ରତ୍ୟେକ ଭାରତୀୟଙ୍କ ଉପରେ ଏକ ଭୟଙ୍କର ନଜର ରଖିବା ଯନ୍ତ୍ର। ଏହା ପ୍ରତ୍ୟେକ ନାଗରିକଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ, କଥାବାର୍ତ୍ତା ଏବଂ ନିଷ୍ପତ୍ତି ଉପରେ ନଜର ରଖିବାର ଏକ ମାଧ୍ୟମ। ଏହା ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣର ଏକ ଅଂଶ। ଏହାକୁ ଜାରି ରଖିବାକୁ ଦିଆଯିବ ନାହିଁ। ଆମେ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାଖ୍ୟାନ କରୁଛୁ ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରୁଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ସଞ୍ଚାର ସାଥୀଙ୍କ ସଫଳତା। ଏହି ଆପ୍ ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କୁ ମୋବାଇଲ ସୁରକ୍ଷା ସେବା ଯୋଗାଇ ଦେଇଛି। ଲକ୍ଷ ଲକ୍ଷ ଫୋନ ଅବରୋଧ କରାଯାଇଛି ଏବଂ ବହୁ ସଂଖ୍ୟକ ଚୋରି ହୋଇଥିବା ମୋବାଇଲ ଫୋନର ସ୍ଥାନ ଚିହ୍ନଟ କରାଯାଇଛି। ଲକ୍ଷ ଲକ୍ଷ ଉପଭୋକ୍ତା ଏହି ପ୍ଲାଟଫର୍ମରେ ସେମାନଙ୍କ ନାମରେ ମୋବାଇଲ ସଂଯୋଗ ଯାଞ୍ଚ କରି ଅନେକ ଠକେଇ କାର୍ଯ୍ୟକଳାପକୁ ରୋକି ସାରିଛନ୍ତି। ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରେ ଏହାର ଡାଉନଲୋଡ ନିରନ୍ତର ବୃଦ୍ଧି ପାଉଛି, ଯାହା ଏହାର ବିଶ୍ୱସନୀୟତା ଏବଂ ଲୋକପ୍ରିୟତାକୁ ପ୍ରତିଫଳିତ କରେ। ମୋବାଇଲ କମ୍ପାନୀ ଗୁଡ଼ିକ ପାଇଁ ନୂଆ ନିୟମ। ସରକାର ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ନିର୍ମିତ ସମସ୍ତ ମୋବାଇଲ ଫୋନରେ ସଞ୍ଚାର ସାଥୀ ପୂର୍ବରୁ ସଂସ୍ଥାପିତ ହେବା ଆବଶ୍ୟକ। ଏହି ଆପକୁ ହଟାଯାଇ ପାରିବ ନାହିଁ କିମ୍ବା ଅକ୍ଷମ କରାଯାଇପାରିବ ନାହିଁ। ପୁରୁଣା ଷ୍ଟକ୍ ଫୋନଗୁଡ଼ିକୁ ମଧ୍ୟ ଏକ ସଫ୍ଟୱେର ଅପଡେଟ୍ ମାଧ୍ୟମରେ ଏହି ଆପ୍ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ। ଆପେଲ, ସାମସଙ୍ଗ, ଓପୋ, ଭିଭୋ ଏବଂ ଜିଓମି ଭଳି କମ୍ପାନୀଗୁଡ଼ିକୁ 90 ଦିନ ମଧ୍ୟରେ ଏହି ନିର୍ଦ୍ଦେଶ ପାଳନ କରିବା ଆରମ୍ଭ କରିବାକୁ ପଡ଼ିବ ଏବଂ 120 ଦିନ ମଧ୍ୟରେ ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ସରକାରଙ୍କ ଉଦ୍ଦେଶ୍ୟ। DOT କହିଛି ଯେ ଏହି ପଦକ୍ଷେପ ଭାରତରେ ମୋବାଇଲ ଠକେଇ ହ୍ରାସ କରିବା ଦିଗରେ ଏକ ପ୍ରମୁଖ ଉନ୍ନତି। ନକଲି ହ୍ୟାଣ୍ଡସେଟ୍ ଚିହ୍ନଟ କରିବା, ସାଇବର ଠକେଇ ରିପୋର୍ଟ କରିବା, ସନ୍ଦେହଜନକ କାର୍ଯ୍ୟକଳାପକୁ ଟ୍ରାକ୍ କରିବା ଏବଂ ନାଗରିକମାନଙ୍କୁ ସୁରକ୍ଷା ଦେବା ଏହି ସମସ୍ତ କାରଣ ଯାହା ସଞ୍ଚାର ସାଥୀକୁ ବାଧ୍ୟତାମୂଳକ କରିଥାଏ।